ଜୟ ଜଗନ୍ନାଥ ସମସ୍ତ ଦର୍ଶକ ବନ୍ଧୁ ଏବଂ ଶ୍ରୋତା ବନ୍ଧୁଙ୍କୁ ମୋର ଅଭିନନ୍ଦନ ଆଜ୍ଞା। ଏବଂ ଦୁଃଖର କଥା ଏଇ ଯୋଉ ପ୍ରଶ୍ନ ଆପଣ ପଚାରିଛନ୍ତି ହୁଁ ହୁଁ ଏଇଟା ହଉଛି ଆମ ସମସ୍ତଙ୍କ ପାଇଁ ବହୁତ ବଡ କ୍ଷତି। ଅଭିଜିତ ଦା ହଉଛନ୍ତି ହୁଁ ନୂଆ ଟ୍ରେଣ୍ଡ ର ଯେତେ ମ୍ୟୁଜିକ ଡାଇରେକ୍ଟର ଅଛନ୍ତି ହୁଁ ତାଙ୍କ ଭିତରେ ସେ କିଛି ଗୋଟେ ନୂଆ କରିକିରି ହୁଁ ତାଙ୍କ ଭିତରେ ନୂଆ ସମ୍ଭାବନା ଥିଲା ଏବଂ ନୂଆ ନୂଆ ଜିନିଷ ସେ କରୁଥିଲେ। ହୁଁ ହୁଁ ଆଉ ତାଙ୍କର ଏଇ ଯୋଉ ଅକାଳ ବିୟୋଗ ହେଲା ହୁଁ ଏହାକୁ କଣ ମୁଁ ଆଉ କହିବି ଆକୁ କୌଣସି ଭାଷା ବା ଶବ୍ଦ ନାହିଁ ତାଙ୍କର ଅପୂରଣୀୟ କ୍ଷତି ହେଇଛି ଆମ ମ୍ୟୁଜିକ ଇଣ୍ଡଷ୍ଟ୍ରିର। ନିଶ୍ଚୟ। ଆଉ ସେଥିପାଇଁ ମୁଁ ବହୁତ ଦୁଃଖିତ। ବ୍ୟକ୍ତିଗତ ଭାବରେ ସେ ମୋର ବହୁତ ଭଲ ବନ୍ଧୁ। ଆଜ୍ଞା। ଆଉ ଆମେ ଯେବେ ବି ଦେଖା ହେଇଛୁ ହୁଁ ସେ ବହୁତ ଖୋଲା ମିଶନ୍ତି ମୋ ସହିତ। ଭଲ ପାଆନ୍ତି ମୋର ପରଫମାନ୍ସକୁ ସେ ମତେ ଏନକରେଜ କରନ୍ତି। ଆଜ୍ଞା ଆଉ ଉତ୍ସାହିତ କରନ୍ତି ଆଜ୍ଞା ସବୁବେଳେ ଅପଡେଟ ଥାନ୍ତି। ପ୍ରଜ୍ଞାନ ମୋର ଭିଡିଓ ସେ ଦେଖି ଫୋନ ବି କରନ୍ତି। ଆଜ୍ଞା। କିନ୍ତୁ ଆମେ ଭାବିଥିଲୁ ଯେ ତାଙ୍କ ଦେହ ଭଲ ହେଇଯିବ ସେ ରିକଭରି ହେଇଯିବ ବୋଲି। କିନ୍ତୁ ସାର୍ ଏଇ ଯୋଉ ଏମିତି ଯୋଉ ହେଲା ଯେମିତି କି ୟା ପୂର୍ବରୁ ସୁନାମଧନ୍ୟ କଣ୍ଠଶିଳ୍ପୀ ଆମେ ଜାଣିଛନ୍ତି ଯେ କି ଘର ଘରେ ପରିଚିତ ଆମେ ସମସ୍ତେ ଜାଣିଛନ୍ତି ତାଙ୍କ ସାଙ୍ଗରେ ବି ଏମିତି କିଛି ହେଲା ତ ଏଇ ଯୋଉ ଜିନିଷ ଗୁଡା ହଉଛି ଏମିତି କାହିଁକି ଏମିତି ଓଡିଆ ମ୍ୟୁଜିକ ଇଣ୍ଡଷ୍ଟ୍ରି ସାଙ୍ଗରେ ଏମିତି ଘଟୁଛି ଗୋଟେ କଳା ବାଦଲ ଭଳିଆ ଯେମିତି ଗୋଟିଏ ଆସିଛି ସେମିତି ଗୋଟେ ପରେ ଗୋଟେ ସେଇଟା ଆମେ ହେଇଯାଉଛି। କହିପାରିବା ଯେ ଏଇଟା ଗୋଟେ ବ୍ୟାଡ ପିରିୟଡ ହୁଁ ଏମତି ମାନେ ଏତେ ୟଙ୍ଗ ଲୋକ ଯୋଉମାନେ ସଙ୍ଗୀତ ସହିତ ଏତେ ପପୁଲାର ହେଲା ପରେ ଆଜ୍ଞା। ତାଙ୍କୁ ଦର୍ଶକ ମାନେ ଭଲ ପାଇବା ଦେଲା ପରେ ନିଶ୍ଚୟ। ତାଙ୍କର ଅକାଳ ବିୟୋଗ ଘଟୁଛି ହୁଁ ଏଇଟା ହଉଛି ତ ଦୁର୍ଭାଗ୍ୟର କଥା। ଆଜ୍ଞା। କିନ୍ତୁ ଏଇଟା ସେମିତି କୌଣସି ନିର୍ଦ୍ଦିଷ୍ଟ ନାହିଁ କଥାର କାରଣ ନାହିଁ ଆମର ଜାଣିଛନ୍ତି ଆମେ ସମସ୍ତେ ହୁଁ ହୁଁ ଜନ୍ମ ମୃତ୍ୟୁର କିଛି ଗ୍ୟାରେଣ୍ଟି ନାହିଁ। ଆମେ ଆଜ୍ଞା ଗୋଟେ 10 ଟଙ୍କାର ଜିନିଷ କିଣିଲେ ତାର ଗୋଟେ ଗ୍ୟାରେଣ୍ଟି ଅଛି ଯେ ଏତିକି ବର୍ଷେ ଯିବ। ଆଜ୍ଞା ଗୋଟେ ଟିଭିଟେ କିଣିଲେ ଗୋଟେ ଫ୍ରିଜ ଟେ କିଣିଲେ ଗୋଟେ ଗାଡିଟେ କିଣିଲେ ତାର ଗୋଟେ ଗ୍ୟାରେଣ୍ଟି ୱାରେଣ୍ଟି ଅଛି କିନ୍ତୁ ଆଜି ଯିଏ ଜନ୍ମ ହଉଛି ଆଜ୍ଞା ସିଏ କେତେ ଦିନ ପାଇଁ ବଞ୍ଚିବ ଆଜି ମୁଁ ଆପଣଙ୍କ ସହିତ କଥା ହଉଛି କାଲି ଯେ ବଞ୍ଚିଥିବି ତାର ଗ୍ୟାରେଣ୍ଟି ୱାରେଣ୍ଟି ସବୁ ଭଗବାନଙ୍କ ହାତରେ। ଆଜ୍ଞା ତେଣୁ ସେଇଟା କିଏ କେତେ ଦିନ ପାଇଁ ବଞ୍ଚିଥିଲା ତାଙ୍କର ହୁଏତ ଏତିକି ଦିନ ପାଇଁ ଇଣ୍ଡଷ୍ଟ୍ରିରେ ଜର୍ଣ୍ଣି କରିବାର ଥିଲା ସେ ଆଉ ଆଗକୁ ଯିବାର ନଥିଲା। ତାହା ହେଇପାରେ କିନ୍ତୁ ତାଙ୍କର ବିୟୋଗ ଆମ ମ୍ୟୁଜିକ ଇଣ୍ଡଷ୍ଟ୍ରି ପାଇଁ ସିନେମା ଇଣ୍ଡଷ୍ଟ୍ରି ପାଇଁ ସଙ୍ଗୀତ ଦୁନିଆ ପାଇଁ ଗୋଟେ ଆଜ୍ଞା। ବଡ ଅପୂରଣୀୟ କ୍ଷତି ଏ କଥାଟାକୁ ଆମେ ଦୁଃଖର ସହିତ ସ୍ଵୀକାର କରିବାକୁ ପଡିବ। ସାର୍ ଆପଣ ଯେମିତି କହିଲେ କି ସେଇ ଜଣେ ଆପଣଙ୍କର ଘନିଷ୍ଠ ଥିଲେ ଆପଣ କହିଲେ କି ତ ମଣିଷ ଭାବରେ ସେ ଓଭରଅଲ କେମିତି ଥିଲେ ଅଭିଜିତ ମଜୁମଦାର ସାର୍ କେମିତି ଭଲ ଗୋଟେ ମଣିଷ ଭାବରେ ଲାଗନ୍ତି ସେ କେମିତି ଥିଲେ? ମଣିଷ ଭାବରେ ବହୁତ ଭଲ ଲାଗନ୍ତି ତାଙ୍କୁ ଦେଖିଲେ ଗୋଟେ ଭାଇବ ତିଆରି ହୁଏ ଗୋଟେ ଚାର୍ମ ଲାଗେ ସେ ସବୁବେଳେ ମାନେ ଏନର୍ଜେଟିକ ଥାନ୍ତି। ଆଜ୍ଞା। ସେ କେତେବେଳେ ଗୋଟେ ଡଲ ରେ କଥାବାର୍ତ୍ତା କରନ୍ତିନି ମାନେ ହୁଁ ଯେତେବେଳେ ଦେଖିବେ ବହୁତ ଜୋରରେ ମାନେ ଖୁସିରେ ଆକ୍ସେପ୍ଟ କରିବେ ହଁ ଶଙ୍କର କେମିତି ଅଛ ଇଏ କରୁଛ ସେ ଆଜ୍ଞା। କରୁଛ ବହୁତ ମାନେ ଭଲ ଭାବରେ ସିଏ ଆକ୍ସେପ୍ଟ କରନ୍ତି ଆଉ ତାଙ୍କୁ ଦେଖିଲେ ଗୋଟେ ଏନର୍ଜେଟିକ ଲାଗେ ପଜିଟିଭ। ପଜିଟିଭ ମାନେ ମେଣ୍ଟାଲିଟିର ଲୋକ ସେ। କୌଣସି ନେଗେଟିଭ ଜିନିଷ ନଥାଏ ସେ ସବୁବେଳେ ମାନେ ଲାଗିବ ଯେ ତମକୁ ଗୋଟେ ବ୍ୟାକ୍ ସପୋର୍ଟ ଦେଲା ଭଳିଆ ଲୋକଟେ ଷ୍ଟେଜରେ ଯେତେବେଳେ ଆମେ ପରଫମାନ୍ସ କରୁଥିବୁ ସେ ଗୀତ ଗାଉଥିବେ ଆମର ପଛରେ ଥିବ ସେ ୱିଶ କରିବେ ଯାହା ବଢିଆ ହବ ସବୁ କରିକିରି ଆସିଲା ପରେ ବହୁତ ବଢିଆ ହେଲା। ଆଜ୍ଞା କେମିତି କରିପାରୁଛ ଇଏ କରିପାରୁଛ ବହୁତ ମାନେ ବହୁତ ଉତ୍ସାହୀ ଲୋକ ସେ। ଆଜ୍ଞା ବହୁତ ଆଜ୍ଞା ଭଲ ଆଜ୍ଞା। ଲୋକ ଆଉ ହୁଁ ଏତେ ୟଙ୍ଗ ଅବସ୍ଥାରୁ ତାଙ୍କର ଏମିତି ଗୋଟେ ଘଟିବ ବୋଲି ଆମେ କେବେ ଆଜ୍ଞା ଆଜ୍ଞା ଆଶା କରୁନଥିଲୁ। ଆଜ୍ଞା। ସାର୍ ତାଙ୍କ ପରେ ତାଙ୍କ ସ୍ଥାନ ବିକଜ ସେ ଜଣେ ବହୁତ ବଡ ସୁନାମ ଧନ୍ୟ ଗୋଟେ ମେଲୋଡି କିଙ୍ଗ ବି ଆମେ ଯାହାକୁ କୁହନ୍ତି ଗୋଟେ ବହୁତ ବଡ ସଙ୍ଗୀତ ନିର୍ଦ୍ଦେଶକ ଓଡିଶାର ତ ତାଙ୍କ ପରେ ତାଙ୍କ ସ୍ଥାନ ପୂରଣ ହେଇପାରିବ କି? କିମ୍ବା ଏଇଟା ଗୋଟେ ଅପୂରଣୀୟ ଜାଗା ହେଇକି ରହିବ ବୋଲି ମାନେ ଏମିତି କେହି ଲୋକ ସବୁ ଆସିବେ ଯିଏକି ଜିନିଷ ଅପୂରଣ ଦେଖ କରିପାରିବେ ତାଙ୍କ ଜାଗା? ତାଙ୍କ ଜାଗା ପୂରଣ ହବ ବୋଲି ମୁଁ କହିପାରିବିନି କାରଣ ସବୁ ଜିନିଷ ୟୁନିକ୍। ଆଜ୍ଞା। ଭଗବାନଙ୍କ ସୃଷ୍ଟିରେ ହୁଁ ହୁଁ ତାଙ୍କଠୁ ହୁଏତ କିଏ ଭଲ କରିପାରେ ଆଜ୍ଞା। କିଏ ଖରାପ କରିପାରେ କିନ୍ତୁ ସିଏ ଅଭିଜିତ ବହୁତ ୟୁନିକ୍ ଯେତେବେଳେ ସଙ୍ଗୀତର ଗୋଟେ ସବୁଠାରୁ ଡଲ ପିରିୟଡ ଚାଲିଥିଲା ସେ ହୁଁ ସମୟରେ ହୁଁ ସେ ବହୁତ ଧୁମଧଡକା ଗୀତ କରିକିରି ସିନେମାକୁ ବହୁତ ହିଟ୍ କରଉଥିଲେ ନିଶ୍ଚୟ ନିଶ୍ଚୟ। ହଲ ତାଙ୍କ ଗୀତରେ ହଲ ଝୁମି ଯାଉଥିଲା ଭୁଲ ତାଳି ଆଜ୍ଞା ହଉଥିଲା କ୍ଲାପ ହଉଥିଲା। ଆମର ବାବୁସାନ ହୁଅନ୍ତୁ ଅନୁଭବ ହୁଅନ୍ତୁ ଅରିନ୍ଦମ ହୁଅନ୍ତୁ ଯେତେ ହିରୋ ଅଛନ୍ତି ସମସ୍ତେ ଆଶା କରୁଥିଲେ ଯେ ଫିଲ୍ମରେ କିଏ ମ୍ୟୁଜିକ ରେ ଅଛନ୍ତି ଅଭିଜା ଆଜ୍ଞା ଅଛନ୍ତି ତାହେଲେ ବଢିଆ ହବ ଆଇଟମ ଗୀତ ସେ ତାଙ୍କ ନାଁ ଶୁଣିଲେ ହଁ ସିଏ ଆଇଟମ ରେ ଅଛନ୍ତି ଆଜ୍ଞା ମଷ୍ଟ ଭଲ ହବ କାରଣ ଆଜ୍ଞା ସେ ଗୋଟେ ଆଜ୍ଞା ଆଜ୍ଞା। ସେମିତି ଗୋଟେ ବ୍ରାଣ୍ଡ ତିଆରି କରିଥିଲେ ନିଜକୁ ଗୋଟେ ସେମିତିଆ ଜାଗାକୁ ନେଇଥିଲେ ଆଉ ତାଙ୍କର ମ୍ୟୁଜିକ କରିବା ପାଇଁ ସେ ପ୍ୟାସନ ଟା ହୁଁ 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 ଧୀରେ ଧୀରେ ଗ୍ରାଜୁଆଲି ଗୋଟେ ପ୍ରଫେସନ କୁ ଯାଇଥିଲା ହୁଁ ହୁଁ ଗୋଟେ ହୁଁ ଗୋଟେ ଗୀତ ତିଆରି କରିବା ପାଇଁ ତାଙ୍କ ଯୋଉ ଲିଡ ରେ କିଛି ଲୋକଙ୍କ ନାଁ ଭାବିଲେ ହୁଁ ହୁଁ ଅଭିଜିତଙ୍କ ନାଁ ଆସୁଥିଲା
ନିଶ୍ଚୟ। ତେଣୁ ଆଜ୍ଞା ତାଙ୍କ ଜାଗା କେହି ନେଇ ନ ପାରନ୍ତି, ମାନେ ଆଜ୍ଞା ସିଏ ନବା ସହଜ ନୁହଁ, କାରଣ ହୁଁ ସିଏ ଗୋଟେ ଏମିତିଆ ଜିନିଷ, ମାନେ ଏତେ ବଢିଆ ଗୋଟେ ପୋଜିସନ ତିଆରି ହେଇଥିଲା ଆଜ୍ଞା ଯୋଉଟାକୁ ଆମେ ସବୁବେଳ ପାଇଁ ଝୁରି ହବୁ ଏବଂ ଆଜ୍ଞା ମନେ ପକେଇବୁ। ସିଏ ଚାହୁଁଥିଲେ ଦର୍ଶକଙ୍କ ସହିତ ଯୋଉ ଶ୍ରୋତାଙ୍କ ସହିତ ଆଜ୍ଞା ସଙ୍ଗୀତକୁ ଯୋଉମାନେ ଭଲ ପାଆନ୍ତି, ଯୋଉମାନେ ଶୁଣନ୍ତି, ତାଙ୍କ ସହିତ କନେକ୍ଟ ହବା କଥାଟାକୁ ସେ ଦେଖୁଥିଲେ। ଆଜ୍ଞା ଗୋଟେ ଆଜ୍ଞା ଗୀତଟା ବା ଗୋଟେ ଏଇଟା କେତେ ଇନୋଭେଟିଭ ହେଇପାରିବ, କେତେ ଭଲ ହେଇପାରିବ, ନହେଲେ ବହୁତ ମ୍ୟୁଜିକ ଡାଇରେକ୍ଟର ଥାଇ ମଧ୍ୟ ନିଶ୍ଚୟ। ସିଏ ଲାଷ୍ଟ ହେଇକିରି ବାହାରିଥିଲେ। ଆଜ୍ଞା ଆଜ୍ଞା ଆଉ ମୁଁ କହୁନି ଯେ ତାଙ୍କଠୁ ଭଲ ମ୍ୟୁଜିକ ଡାଇରେକ୍ଟର ନଥିଲେ, ଥିଲେ, ଆଜ୍ଞା କିନ୍ତୁ ତାଙ୍କର ସ୍ପେଶାଲ ଥିଲା, ବହୁତ ୟୁନିକ ଥିଲା। ଆଉ ସିଏ କେବେ, ଆଉ ଗୋଟେ କୋଶ୍ଚିନ୍ ଆପଣ ପଚାରିଲେ ତା ପୂର୍ବରୁ, ସେ ବେଙ୍ଗଲୀ ବୋଲିକିରି ଆମେ କେବେ ଫିଲ୍ କରିବାକୁ ଆମକୁ ସେ କେବେ ଦେଇନାହାନ୍ତି। ତାଙ୍କ ଆଜ୍ଞା ଭିତରେ ସେମିତି କିଛି ଆଜ୍ଞା ଇଗୋ ବା ଅହଙ୍କାର ନଥିଲା ଯେ ମୁଁ ବେଙ୍ଗଲୀ ସିଏ ଆମେ ତାକୁ ଖାଲି ଲୋକ ଜାଣନ୍ତି ଯେ ଦାଦା ଡାକୁଛୁ ଅଭିଜିତା ମଜୁମଦାର ବୋଲି ବେଙ୍ଗଲୀ ଜଣେ, କିନ୍ତୁ ଆମେ ଜାଣିଛୁ ସେ ଆମର ଗୋଟେ ଓଡିଆ। ଓଡିଆ ଇଣ୍ଡଷ୍ଟ୍ରିର ଆଜ୍ଞା ଗୋଟେ ଗୋଲ୍ଡେନ ଆସେଟ। ଆଜ୍ଞା 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 ଆଜ୍ଞା। ତ ଓଭରଅଲ୍ ଦେଖିବାକୁ ଗଲେ ଆମେ ଗୋଟେ ବହୁତ ବଡ, କହିବାକୁ ଗଲେ ଗୋଟେ ହୀରାକୁ ଆମେ ଲସ୍ କରିଦେଇଛନ୍ତି ମ୍ୟୁଜିକ ଇଣ୍ଡଷ୍ଟ୍ରିର, ଓଡିଆ ମ୍ୟୁଜିକ ଇଣ୍ଡଷ୍ଟ୍ରିର। ଏବଂ ଯେମିତି ସମସ୍ତେ ମର୍ମାହତ ହେଇଛନ୍ତି, ଆପଣ ବି ବ୍ୟକ୍ତିଗତ ସ୍ତରରେ ବହୁତ ମର୍ମାହତ ହେଇଛନ୍ତି, ମତେ ଯେତିକି ଫିଲ୍ ହଉଛି ଆପଣଙ୍କ ସାଙ୍ଗରେ କଥା ହେଇକି। ନିହାତି ଆ, ଦୁଃଖ ଲାଗିବ ସମସ୍ତଙ୍କୁ। ଆଜି ତ ଆମେ ନିଶ୍ଚୟ ଶୁଣିକିରି ବହୁତ କଷ୍ଟ ଲାଗିଲା। ନିଶ୍ଚୟ 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 ସାର୍। କଣ କରାଯାଇ ପାରିବ, ଆମେ ଭାବୁଥିଲୁ ଯେ ରିକଭରି ହେଇଯିବ ବୋଲି, ଆଜ୍ଞା ଆଜ୍ଞା କିନ୍ତୁ ଆଜ୍ଞା ହେଲା ଆମେ ବାଇ ସମସ୍ତେ ଲକ୍। ଆଶା କରୁଥିଲୁ ସେଟା, କିନ୍ତୁ